ବିନ୍ଧ୍ୟ କରୁଛି ସାଧନ ଗିରି ବାଳିକା ପର୍ବତ ନନ୍ଦିନୀର କମ୍ପିଲା ସ୍ଥାନ ଗିରି ବାଳିକା ବିଳମ୍ବନ କରି ମା ପ୍ରବେଶ ହୋଇଲା ଗିରି ବାଳିକା ଆଗକୁ ବିଷୟବସ୍ତୁ ବହୁତ ରହିଛି ପରା ଗିରି ବାଳିକା ପର୍ବତ ନନ୍ଦିନୀ ପାର୍ବତୀ ଆସ୍ଥାନ କମ୍ପିଲା ପହଞ୍ଚି ଗଲେ ବିନ୍ଧ୍ୟାଳୟ ପାଖରେ ଆଜ୍ଞା ଡାକିଲେ ବିନ୍ଧ୍ୟ ମୁଁ ତ ତପସ୍ୟାରେ ସନ୍ତୁଷ୍ଟ ଏମିତି କୁଚ୍ଛର ସାଧନା କରିଛୁ ମୋ ଆସ୍ଥାନ କମ୍ପେଇ ଦେଇଛୁ କଣ ତୋର ଦରକାର କହ ମୁଁ ତୋ ଉପରେ ବହୁ ଖୁସି ବାପା ତୁ ଯାହା ଚାହିଁବୁ ମୁଁ ତା ଦେବି ତୁ ସନ୍ତୁଷ୍ଟ ସନ୍ତୁଷ୍ଟ ନୁହଁ ସନ୍ତୁଷ୍ଟ ମାଗିବି ତୁ ଯାହା ମାଗିବୁ ମୁଁ ତା ଦେବି ଏ ମା ତୋର କଣ ଦରକାର କହ ମୋର ଗୋଟେ ଛେଳି ଲୋନ ଦରକାର ତୁ କଣ ମନେ ମନେ ଭାବୁଛୁ ଭାର୍ଯ୍ୟାକୁ ନେଇକି ଯାଇଛୁ ଏସଏଚ ଗ୍ରୁପକୁ ନା କଣ ନାଇଁ ମା ଛେଳି ଲୋନ କଣ ଦରକାର ଦରକାର ନାଇଁ ମା କଣ ଏରେ ତୁ ମୁଁ ତ ତପସ୍ୟାରେ ଖୁସି ହଁ। ତୁ ଯାହା ଚାହିଁବୁ ଦେବି ଖୁସିରେ କହୁନୁ କାହିଁ ତପସ୍ୟା କରୁଥିଲୁ ମା କହ ତୁ ସିନା ଛେଳି ଲୋନ ଦେଇପାରିଲୁନି କହ ତୋର ଯାହା ଦରକାର ଦେବି ଗୋଟେ କୁକୁଡ଼ା ଫାର୍ମ କରିବି ସେ ବ୍ୟବସ୍ଥା କରିଦେ ବ ବ ତୁ ବ କଣ ଯାଉଛୁ ମା ମାରିନି ମା କାହିଁକି ତୁ ପୁରା କହିଲୁ ସନ୍ତୁଷ୍ଟ ବୋଲିକି ଏଇ ବିନ୍ଧ୍ୟ ପାର୍ବତୀ କି ମାଗୁଛି ତୁ କଣ ମୂର୍ଖଙ୍କ ଭଳିଆ ଆଉଛୁ ସମୟ ମୋ ହାତରେ ଅଛି ତାହେଲେ ମାଗିବି ଏଥର ମାଗିବ ଯେ ସେ କଣ ଜାଣିଥିଲା ବିନ୍ଧ୍ୟ ମା ଏତେ ବେଳା ବେଳି ଆସିବେ କାରଣ ମାର ଅନ୍ତର ତରଳି ଗଲା ଆଜ୍ଞା ମା ଯେତେବେଳେ ପହଞ୍ଚି ଯାଇଛି ସେ ବାଉଳାରେ ମାଗିଲା ହେଲେ ବାଉଳା ଚାଉଳା ହେଇଗଲା ଟିକେ ବଢେଇ ଦେଲା ଆଉ ମା ଯେତେବେଳେ କହିଛି ତୁ ଯାହା ମାଗିବୁ ତା ଦେବି ସେ ସେଇଠୁ କହିଲା ଦୁହି ତୁ ଦୁହି ତୁ ଦୁହି ତୁ ଦୁହି ତୁ ଦୁହି ତୁ ଦୁହି ତୁ ମୋତେ ଦାନା ଅସ୍ତୁ ଅସ୍ତୁ ବୋଲି କହିଲେ ମା କୁ ମାଗିଦେଲା ଦୁହି ତୁ ଝିଅ ଦେ ଝିଅ ଦେ ଝିଅ ଦେ ବିନ୍ଧ୍ୟ ମାଗିଲା କହିଲା ଦେ ଝିଅ ଦେ ଝିଅ ଦେ ଝିଅ ଦେ ତିନି ଥର ମାଗିଦେଲା ମା କହିଲେ ଅସ୍ତୁ ଅସ୍ତୁ କହିଲେ ବିନ୍ଧ୍ୟ ତିନିଟା ଝିଅ ମାଗିଛୁ ଅସ୍ତୁ କହିଦେଲି ଠିକ ସମୟରେ ମିଳିବ ତିନିଟା ଝିଅ ମିଳିବ ତିନିଟା କିଏ ମାଗିଥିଲ ତତେ ତିନିଟା ମାଗିଛୁ ତୁ ମୁଁ ତତେ ଗୋଟେ ମାଗିଛି ଗୋଟାଏ ତୁ ବା କହିଲୁ ଦୁହି ତୁ ଦୁହି ତୁ ଦୁହି ତୁ ଗୋଟେ ଆରେ ତୁ ବାଜେ ଲୋକଟା ନା କରେ ମୁଁ ବାଜେ ଲୋକ ଇରେ ତିନିଟା ଝିଅ ମାଗିଲୁ ଅସ୍ତୁ କହିଦେଲି ମୁଁ ପୁରା ଗୋଟେ ମାଗିଛି ଆରେ ବାବୁ ତୁ ତିନି ମାଗିଲୁ ମିଛା କାହିଁ କହୁଛୁ ମୁଁ ମିଛ କହୁଛି ହଁ ଆଉ ନିୟମ କରିବା ନିୟମ କଣ କରିବୁ କିଛି ବୁଝିପାରୁନି ମୋର ଗୋଟେ ତିନିଟା ଝିଅ ହେଲେ ତୋର କଣ ଅଡୁଆ ହବ ଅଡୁଆ ହବ ଆରେ ଝିଅ କହିଲେ ରତ୍ନ ତୋର ଅଡୁଆ କଣ ହବ ତିନିଟା ଝିଅ ହେଲେ କଣ ଅଡୁଆ ହବ ତିନିଟା ଖଟ ଦରକାର ଖଟ କଣ ହବ ଗଡ଼ରେ ତିନିଟା ଦରକାର ଗଡ଼ ରାଜ ହଁ ସେଇଠୁ ଟିଭି ତିନିଟା ଦରକାର ତିନିଟା ଟିଭି ଦରକାର ତିନିଟା ଜୁଆଇଁ ଦରକାର ଆଚ୍ଛା ଆଚ୍ଛା ତିନିଟା ସ୍ପେଶାଲ କୁକୁର ଦରକାର କଣ ସ୍ପେଶାଲ କୁକୁର ସ୍ପେଶିଆଲ କୁକୁର କଣ ଦୁଧରେ ଡାଲି ହବ ପ୍ରେସର କୁକର ତ ବାୟାଟା ଜମା ଏଟା ପ୍ରେସର କୁକରକୁ କୁକୁର କଣ କହୁଛୁ କୁକୁର ହଉ ମା ମୁଁ ଦେଇପାରିବିନି ଗୋଟିଏ ଝିଅ ମୋର ଦରକାର ଓ ତିନିଟା ଝିଅକୁ ଜନି ଯୌତୁକ ଦେଇ ବାହା ଦେବାକୁ ପଡିବ ଦୁଃଖ ମୁଁ ସୁବିଧା କରେଇଦେବି କହ କହିଛି ମାନେ ତିନି ଝିଅ ହବ ସୁବିଧାଟା କହ ଆଗ କହିଲା ତିନି କନ୍ୟା ବିବାହ ହେବେ ବାବା ତିନି କନ୍ୟା ବିବାହ ହେବେ ମା ପାର୍ବତୀ କହୁଛି ବିନ୍ଧ୍ୟକୁ ଇଏ କୋଇଏ ବରରେ ସେହି ବର ପୂଜା ମାତା ପାଦ ତୋଳେ ନମିବେ ଶଙ୍କର ତିନିଟା ଯାକ ଝିଅ ବାହା ହେବେ ଗୋଟାଏ ପୁଅକୁ ମା ମାନେ ମନ ଦେଇ ଶୁଣ ପାର୍ବତୀ କହିଲେ ବିନ୍ଧ୍ୟକୁ ତିନିଟା ଝିଅ ହେବେ ତିନିଟା ଯାକ ଝିଅ ବାହା ହେବେ ଗୋଟାଏ ବରକୁ ଝିଅ ହବ ତୋ ଜୋଇଁ ତୋ ଜୋଇଁ ପାଦ ତଳେ ହିମାଳୟ ଜୋଇଁ ଶିବ ମୁଣ୍ଡିଆ ମାରିବ खुशी ହେଇଗଲା ବିନ୍ଧ୍ୟ କଣ ସଫଳ ଚୁପ ମା କୁ ଦେଲା ଖୋଜୁଥିଲା ଇଏ ନା ପ୍ରତିଶୋଧ ଅପମାନ ଦେଇଛି ହିମାଳୟ ମା କହିଲା ତିନିଟା ଯାକ ଝିଅ ବାହା ହେବେ ଗୋଟେ ପୁଅକୁ
ଝିଅ ହବ ତୋ ଜୋଇଁ ପାଦ ତଳେ ହିମାଳୟ ଜୋଇଁ ଶିବ ମୁଣ୍ଡିଆ ପାରିବେ। ଖୁସି ହେଇଗଲା ଆଉ କଣ ଦେଲା ସଫଳ? କଣ ଦେଲା? ତୋ ଅନ୍ତ ନାରୀ ଜୁଇଁ ହେଇଯିବ ସେଇଠି। ଦେଖିବା କଲା ଜନନୀ ଗୋ ତବ ପାଳିଆ ହେଇଛୁ ପଦ ଧ। କେଇଦିନ ତୁ ଯାଇଥିଲୁ ପ୍ରହ୍ଲାଦ ସାହୁଙ୍କ ସାଙ୍ଗରେ ଧ ପଦ। ମୋ ଗୋଡ ଧଇଲେ ନା ମାମଲା ନାଇଁ ଗୀତ ପଦ ଧ। ଗୀତର ପଦକୁ ଧରିବୁ। ଜନନୀ ଗୋ ତବ ଅଭୟ ଚରଣେ ପ୍ରଣତି ବାଢୁଛି ବାର ବାର। ପଦ କାହିଁ ଧଉନ ବେ? ମୋ ପାଖକୁ ଆସୁ ପାଖକୁ କଣ ଯିବ? ଏ କଣ ଗାଡି? ଇଏ ବାର 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 ଜନନୀ ବାଢୁଛି ବାର 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 ବାର। ଆଉ କରୁଣା ମଇ ମା କରୁଣା କଟା କରୁଣା କଟାକେ କରୁଣା କରିବୁ ନିରନ୍ତର ନିରନ୍ତର ନିରନ୍ତର। ମା ପାଦ ତଳେ ଦୟାମୟୀ କେଡେ ଦୟା ନ କଲୁ। ଅପେକ୍ଷା କଲା ମା ପାଦ ତଳେ ମୁଣ୍ଡିଆ ମାରି। ବାବା ମଉସା ଅପେକ୍ଷା କଲା ମା କହିଛନ୍ତି 3ଟି ଝିଅ ମୁଁ ପାଇବି। ମଉସା ଅନେକ ଦିନ ଯେତେବେଳେ ବିତିଗଲା ଦିନେ ବିନ୍ଧ୍ୟ ବିଚାର କଲା। ଆଜ୍ଞା ଆଜ୍ଞା କହିଲା ଶକ୍ତିମୟୀ ମା ମତେ କହିଥିଲା 3 ଝିଅ ପ୍ରାପ୍ତି ହେବି ବୋଲି, ହେଲେ ଏତେ ଦିନ ଯେ କାଇଁ ମୋ ପିଲା ହେଲେ ନାହିଁ ଏତେ ଦିନ ଯେ କାଇଁ ପିଲା ହେଲେ ନାହିଁ? ଗୋଟେ ମୂର୍ଖ ଭଳିଆ କଥା କରୁଛୁ ତୁ। ଏତେ ଦିନ ଯେ କାହିଁକି ମୋ ମାର ଆଶୀର୍ବାଦ ମୋ ଉପରେ ପ୍ରାପ୍ତି ହେଲାନି? ହେଲା ନାହିଁ। ଗେଡୁଅ ଯେଉଁ ଦିନ ଏଇ କଥା ଚିନ୍ତା କରିଛି ବିନ୍ଧ୍ୟ, ଆପଣ ମାନେ ଆଶ୍ଚର୍ଯ୍ୟ ହେବେ। ବିନ୍ଧ୍ୟ ଚିନ୍ତା କରିଛି ଏତେ ଦିନ ଯେ କାହିଁ ମୋ ମାର ଆଶୀର୍ବାଦ ମୋ ଉପରେ ପ୍ରାପ୍ତି ହେଲାନି। ହେଲା ନାହିଁ। ଠିକ ସେଇ ଦିନ ରାତି ପାହାନ୍ତି ପ୍ରହରରେ କଣ ହେଲା? ବିନ୍ଧ୍ୟର ସ୍ତ୍ରୀ ବିନ୍ଧ୍ୟା ସ୍ୱପ୍ନ ଦେଖୁଛି। ବ୍ୟୋମ ମଣ୍ଡଳରେ ଅନେକ ଉଡୁପ ସେ ହୁଅନ୍ତି ସେ ଦୃଶ୍ୟମାନ ଧୀରେ ହୁଅନ୍ତି ସେ ଦୃଶ୍ୟମାନ। ଇଏ କିଛି ସମୟର ବ୍ୟବଧାନ ପରେ ବ୍ୟବଧାନ ପରେ ନ ଭୁଲେ ବିଚ୍ୟୁତ ଜାଣ। ସାର୍ ମାନେ ବିଚାର କରନ୍ତୁ, ସେଇଦିନ ରାତି ପାହାନ୍ତି ପହରରେ ଦେଖିଲେ ପଣ୍ଡିତେ ସ୍ୱପ୍ନ କିଏ ନା ବିନ୍ଧ୍ୟର ସ୍ତ୍ରୀ ବିନ୍ଧ୍ୟା। କି ସ୍ୱପ୍ନ ଦେଖିଲେ ନା ଆକାଶ ମାର୍ଗରେ ବହୁତ ଗୁଡ଼ିଏ ତାରକା ପୁଞ୍ଜ। ଆଜ୍ଞା ଆଜ୍ଞା ସେ ତାରକା ମାନେ କିଛି ସମୟ ପୁଣି ବିଲୁପ୍ତ ହେଇଯାଉଛନ୍ତି। ନିଦ୍ରା ଭାଙ୍ଗିଗଲା ପଣ୍ଡିତେ ବିନ୍ଧ୍ୟାର। ସ୍ୱପ୍ନ ଦେଖୁଛି ଆକାଶରେ ତାରକା ପୁଞ୍ଜ। ଉଡୁପ କହିଲେ ତାରକା, ବ୍ୟୋମ ମଣ୍ଡଳ କହିଲେ ଆକାଶ। କିନ୍ତୁ ସବୁତକ ତାରା ଲିଭିଗଲେ ମଉସା।
ଆଜ୍ଞା ହେଲେ ତିନୋଟି ଉଜ୍ଜଳ ତାରକା ହେଲେ ନିକଟତର ହେଲେ ନିକଟତର ଇରେ ତିନୋଟି ଉଜ୍ଜଳ ତାରକା ହେଲେ ନିକଟତର ହେଲେ ନିକଟତର ତିନି ତାରା ମଧ୍ୟରେ ତିନୋଟି କନ୍ୟା ଦେଖେ ସତର ହେ କନ୍ୟା